ଆଜି ଆମେ ଓଙ୍କାର ମାସିକ ପତ୍ରିକାର ଜାନୁଆରୀ 2026 ସଂସ୍କରଣରୁ ଗୋଟେ ବହୁତ ମଜାଦାର ବିଷୟ ଉପରେ କଥା ହେବା। ହଁ, ଏଇଟା ହେଲା ଶ୍ରୀ ରାଜେନ୍ଦ୍ର ବିହାରୀଙ୍କ ପୁସ୍ତକ ଶିଖିବାର କଳାର ଗୋଟେ ଅଂଶ। ଆଉ ଏହାର ଆସଲ କଥା ହେଲା ଆମେ କେମିତି କୌଣସି ବି ନୂଆ ଜିନିଷକୁ ଟିକେ ବୁଦ୍ଧି ଖଟେଇ ଶିଖିପାରିବା। ଏକଦମ, ମାନେ ଖାଲି କଠିନ ପରିଶ୍ରମ ନୁହେଁ, ବରଂ ସ୍ମାର୍ଟ ୱାର୍କ। ହଁ, ଆମେ ସବୁବେଳେ ଭାବୁ ଯେ ଘଣ୍ଟା ଘଣ୍ଟା ଧରି ଲାଗି ରହିଲେ ବୋଧେ ବେଶୀ ଶିଖି ହୁଏ। କିନ୍ତୁ ଏ ଲେଖା ସେ ଧାରଣାକୁ ପୁରା ବଦଳେଇ ଦେଉଛି। ତେବେ ଚାଲନ୍ତୁ ଆରମ୍ଭ କରିବା। ନିଶ୍ଚୟ। ପ୍ରଥମ କଥା ଯାହା ମୋତେ ସବୁଠୁ ଅଧିକ ଭଲ ଲାଗିଲା ସେଇଟା ହେଲା କେବଳ କରିବା ଅପେକ୍ଷା ଅଧିକ ବିଚାର କରିବା। ମାନେ କେବଳ ଅଭ୍ୟାସ କରି ଚାଲିବା ନୁହେଁ, ବରଂ ପ୍ରତିଥର ଚେଷ୍ଟା ପରେ ଟିକେ ଅଟକି ଯାଇ ଭାବିବା। ହଁ, ମାନେ କ'ଣ ଠିକ୍ ହେଲା, କ'ଣ ଭୁଲ ହେଲା, ଆଉ ଆଗକୁ କେମିତି ଆହୁରି ଭଲ କରିହେବ। ଏକ ଏମିତି ବୁଝନ୍ତୁ, ଏଇଟା ହେଲା ଗୁଣବତ୍ତା ଆଉ ପରିମାଣ ଭିତରେ ଥିବା ଲଢ଼େଇ। ଆଚ୍ଛା। ଲେଖକ କହୁଛନ୍ତି 100 ଥର ଆଖି ବୁଜି କରିବା ଅପେକ୍ଷା 10 ଥର ଭାବିଚିନ୍ତି କରିବା ବହୁତ ଭଲ। ପ୍ରତିଟି ପ୍ରୟାସରୁ କିଛି ଶିଖିବାର ଅଛି। ଠିକ୍। ତେବେ ଏଇଟା ତ ହେଲା କାମ ସରିବା ପରେ ବିଶ୍ଳେଷଣ କରିବା, କିନ୍ତୁ କାମ ଆରମ୍ଭ କରିବା ଆଗରୁ ହଁ, ସେଇଠି ଆସୁଛି ଦ୍ୱିତୀୟ ପଏଣ୍ଟ। ମାନସିକ ଅଭ୍ୟାସ, ମେଣ୍ଟାଲ ରିହର୍ସାଲ। ଏକଦମ। ଏହି କଥାଟା ମୋତେ ବହୁତ ମଜାଦାର ଲାଗୁଛି, କାରଣ ଆମେ ଭାବୁ ଚୁପଚାପ ବସିବା ମାନେ ସମୟ ନଷ୍ଟ। କିନ୍ତୁ ଏଠି କୁହାଯାଉଛି ଯେ ସେଇଟା ବି ପ୍ରସ୍ତୁତିର ଏକ ଅଂଶ ହୋଇପାରେ। ଯେମିତିକି ଜଣେ ନୂଆ ଡ୍ରାଇଭର। ହଁ, ସେ ଗାଡ଼ି ଚଳେଇବା ଆଗରୁ ମନେ ମନେ କଳ୍ପନା କରିପାରେ କେମିତି ଗିୟର ପକଉଛି, କେମିତି ହଠାତ୍ ବ୍ରେକ୍ ମାରୁଛି। ଆଚ୍ଛା, ଏମିତି କରିବା ଦ୍ୱାରା କ'ଣ ହୁଏ? ଏହା ଆମ ମସ୍ତିଷ୍କରେ ସେହି କାମ ପାଇଁ ଗୋଟେ ବ୍ଲୁପ୍ରିଣ୍ଟ ତିଆରି କରିଦିଏ। ଠିକ୍। ଲେଖାରେ କୁହାଯାଇଛି ଯେଉଁମାନେ ସଙ୍କଟ ସମୟରେ ଶୀଘ୍ର ନିଷ୍ପତ୍ତି ନିଅନ୍ତି ସେମାନେ ପ୍ରାୟତଃ ଆଗରୁ ହିଁ ମାନସିକ ସ୍ତରରେ ପ୍ରସ୍ତୁତ ଥାନ୍ତି। ଠିକ୍ ଅଛି। ତେବେ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଗଲୁ, ଏବେ ପ୍ରକୃତ ଅଭ୍ୟାସ କଥା, ସେଇଟା କେମିତି କରିବା? ହଁ, ଏଠି ସ୍ପେସ୍ଡ ପ୍ରାକ୍ଟିସ୍ କଥା କୁହାଯାଇଛି। ମାନେ ବ୍ୟବଧାନ ରଖି ଅଭ୍ୟାସ କରିବା। ହଁ, ଗୋଟିଏ ଦିନରେ 4 ଘଣ୍ଟା ଅଭ୍ୟାସ କରିବା ଅପେକ୍ଷା 4 ଦିନ ଧରି ପ୍ରତିଦିନ 1 ଘଣ୍ଟା କରିବା ବେଶୀ ଭଲ। ଏକଦମ। ଆଉ କାମ ମଝିରେ ଛୋଟ ଛୋଟ ବିରତି ନେବାଟା ବହୁତ ଜରୁରୀ। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସୁଛି, ହୁଁ ସେ କାମ ଆଉ ବିଶ୍ରାମର ଠିକ୍ ଅନୁପାତଟା କ'ଣ? ଦେଖନ୍ତୁ, ଏହା ଏକ ଭଲ ପ୍ରଶ୍ନ। ଲେଖକ କହୁଛନ୍ତି ଏହାର କୌଣସି ସଠିକ୍ ଫର୍ମୁଲା ନାହିଁ। ଆଚ୍ଛା। ପ୍ରତ୍ୟେକ ବ୍ୟକ୍ତିକୁ ନିଜ ପାଇଁ ଏହି ସନ୍ତୁଳନ ଖୋଜିବାକୁ ପଡ଼ିବ। ତେବେ କେମିତି ଜାଣିବେ ଯେ ଏବେ ବ୍ରେକ୍ ନେବା ଦରକାର? ସାଧାରଣତଃ ଯେତେବେଳେ ଲାଗିବ ଯେ ଧ୍ୟାନ କମିଯାଉଛି କିମ୍ବା ଆପଣ ବାରମ୍ବାର ସେଇ ଗୋଟିଏ ଭୁଲ କରୁଛନ୍ତି, ସେତେବେଳେ ବୁଝିବାକୁ ହେବ ଯେ ଗୋଟେ ଛୋଟ ବିରତି ଦରକାର। ଠିକ୍। ଆଉ ମଜା କଥା ହେଲା ସେଇ ବିଶ୍ରାମ ସମୟରେ ହିଁ ଆମ ମସ୍ତିଷ୍କ ଶିଖିଥିବା ଜିନିଷକୁ ଭଲ ଭାବେ ପ୍ରସେସ କରେ। ଏସବୁ ତ ହେଲା ଶିଖିବା ବେଳେ କ'ଣ କରିବା ଉଚିତ, କିନ୍ତୁ ଲେଖକ ଏକ ଉଲ୍ଟା କଥା କହୁଛନ୍ତି। ହଁ, କ'ଣ ନ କରିବା ଉଚିତ ସେଇଟା ବି ସେତିକି ଗୁରୁତ୍ୱପୂର୍ଣ୍ଣ। ଆଉ ସେଇଟା ହେଲା ଅନାବଶ୍ୟକ କାର୍ଯ୍ୟଗୁଡ଼ିକୁ ଦୂର କରିବା। ହଁ, ଏଠି ସେ ପିଲାଟିର ଉଦାହରଣଟା ବହୁତ ସୁନ୍ଦର। ହଁ। ଗୋଟିଏ ଛୋଟ ପିଲା ଯେତେବେଳେ ଲେଖିବା ଆରମ୍ଭ କରେ ସେ ପୁରା ଦେହର ଶକ୍ତି ଲଗେଇଦିଏ। ହଁ, କଲମକୁ ଜୋରରେ ଧରେ, କାନ୍ଧ ଟାଣି ହୋଇଯାଏ, ଏପରିକି ଜିଭ ବି ବାହାରି ଆସେ। ସତ କଥା। କିନ୍ତୁ ଧୀରେ ଧୀରେ ସେ ଶିଖିଯାଏ କେବଳ ଆଙ୍ଗୁଠିର ବ୍ୟବହାର କରିବାକୁ। ଏକଦମ। କମ୍ ପରିଶ୍ରମ ଆଉ କମ୍ ଶକ୍ତିରେ କାମ କରିବା ହିଁ ପ୍ରକୃତ ଦକ୍ଷତା। ମୁଁ ଏବେ ବି ମନେ ପକେଇଲେ ହସେ, ମୁଁ ନିଜେ ବି ସେମିତି କରୁଥିଲି। ଆମେ ସମସ୍ତେ କରିଛେ, ଆଉ ଏଇଟା କେବଳ ଶାରୀରିକ କାମରେ ନୁହେଁ, ମାନସିକ କାମରେ ବି ଲାଗୁ ହୁଏ। ତେବେ ସବୁ କଥାର ମୂଳ କଥା ହେଲା ଶିଖିବାଟା ଖାଲି ପରିଶ୍ରମ ନୁହେଁ। ଏହା ପ୍ରକୃତରେ ଗୋଟେ ରଣନୀତିର ଖେଳ। ହଁ, ବିଶ୍ଳେଷଣ, ମାନସିକ ପ୍ରସ୍ତୁତି, ସଠିକ୍ ବିଶ୍ରାମ ଆଉ ଅନାବଶ୍ୟକ ଜିନିଷକୁ ବାଦ୍ ଦେବା। ଠିକ୍। ଏହି ବିଚାର ଉପରେ ଆଧାର କରି ମୋ ମନରେ ଗୋଟେ ଶେଷ ଚିନ୍ତା ଆସୁଛି। କୁହନ୍ତୁ, ଲେଖକ ତ ଶିଖିବା ସମୟରେ ଅନାବଶ୍ୟକ କାର୍ଯ୍ୟକୁ ହଟେଇବା କଥା କହିଲେ, କିନ୍ତୁ ଯଦି ଆମେ ଏହି ଦକ୍ଷତା ଅଡିଟ୍ର ସିଦ୍ଧାନ୍ତକୁ ଆମ ଦୈନନ୍ଦିନ ଜୀବନରେ ଲଗେଇବା, ମାନେ ସକାଳେ ପ୍ରସ୍ତୁତ ହେବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ପ୍ରତିଦିନ ଏମିତି କେତେ ଅନାବଶ୍ୟକ କାମ କରୁଛେ। ଆଚ୍ଛା, ଏହା ତ ବହୁତ ଗଭୀର କଥା। ଯଦି ସେ ସବୁକୁ ଆମେ ବାଦ୍ ଦେଇପାରିବା, ତେବେ କେତେ ସମୟ ଆଉ ମାନସିକ ଶକ୍ତି ବଞ୍ଚିପାରିବ, ଏହା ଟିକେ ଭାବିବା କଥା।